ଅଦିନିଆ ରଥଯାତ୍ରା ଗୋଟେ ଟ୍ରେଣ୍ଡ ଚାଲିଲାଣି ସମସ୍ତେ ସେ ଚାଲୁ ଅଦିନ ରଥଯାତ୍ରା ହଉ ଯୋଉଟା ଆମର ପରମ୍ପରା ନାହିଁ ସେ ଅଦିନ ରଥଯାତ୍ରା ଚାଲିଲେ କଣ ଅସୁବିଧା ହେଇଗଲା ଆମକୁ ଟଙ୍କା ଦଉଛି ସିଏ ଘର ମୁଖ୍ୟ ଯେତେବେଳେ ଯାଉଛନ୍ତି ଅଦିନ ରଥଯାତ୍ରା କରୁଛନ୍ତି ଅଦିନ ସାମ ଯାତ୍ରା କରୁଛନ୍ତି ଟଙ୍କା ପାଉଛନ୍ତି ଖାଲି ଗୋଟେ ମୁଖ୍ୟ ଗୋଟେ ପ୍ରହସନ ଆମେ ଯିବୁ ଦିଲ୍ଲୀ ଆମେ ଯିବୁ ଏଠିକି ଇଏ ଖାଲି ଗୋଟେ ପ୍ରହସନ କଥା ସିଏ ଏମାନଙ୍କ ଖାତିର କରୁନି କିଛି କଟା କଣ ଆଉ ଜର୍ଦା ନାହିଁ କଟା କଣ ହବ ଇଏ କଥା ଶୁଣି ଇଏ ଖାଲି ଗୋଟେ ପ୍ରହସନ ଚାଲିଛି ଲୋକ ଗୋଟେ ନୂଆ ବୁଲିବା ତମେ କାହିଁ ଯାଇଛ ସବୁ କିଏ କହିଥିଲା ଅଦିନ ଯାଇକି ସେଠି ରଥଯାତ୍ରା କରିବା ଅଦିନ ଯାଇକି ସେଠି ସ୍ନାନ ପୂର୍ଣ୍ଣିମା କରିବା ଟଙ୍କା ପାଇଲଟି ଟଙ୍କା ଆଗରେ କିଛି ଅଛି ଟଙ୍କା ପାଇଁ ସବୁ କିଛି କରିଦେବେ ଟଙ୍କା ଜେଲ ପାଇଲ ସେ ତମ କଥାକୁ ଜମା ଖାତି କରୁନି ବହୁତ ଆଗକୁ କୁକୁର ଭଳିଆ ବହୁତ ଶୁଣନ୍ତୁ ବର୍ତ୍ତମାନ ଭାରତ ବର୍ଷରେ ସେ ବନ୍ଦ ହେଲା ପରେ ବର୍ତ୍ତମାନ ମୁଖ୍ୟ ପ୍ରଶାସକର ନଗପତିଙ୍କ ଅନୁରୋଧ କ୍ରମେ ସେବାୟତ ମାନଙ୍କର ଭକ୍ତମାନଙ୍କ ଅନୁରୋଧ କ୍ରମେ ବନ୍ଦ କଲା ପରେ ବାହାରେ ଏଇଟା ପ୍ରଭାବ ବେଗରେ ଚାଲିଛି ତେଣୁ ବାହାରେ ହବା ପାଇଁ ଆମେ ଆଜିକି ମାସେ ତଳୁ ନିବେଦନ କରିଥିଲୁ ଯେ ପ୍ରଧାନମନ୍ତ୍ରୀ ଏବଂ ଆମର ମାନ୍ୟବର ପ୍ରେସିଡେଣ୍ଟ ଯିଏ ଅଛନ୍ତି ଆମର ଓଡିଶା ଲୋକ ଦ୍ରୌପଦୀ ମୁର୍ମୁ ମାନେ ସମ୍ମାନୀୟ ଦ୍ରୌପଦୀ ମୁର୍ମୁ ତାଙ୍କ ଦପ୍ତରକୁ ଚିଠି ଯିବା ଦରକାର ଯାହା ବି ହଉ କାଲି ଆମର ପରିଚାଳନା କମିଟି ନିଷ୍ପତ୍ତି ନେଲା ଏବଂ ଆମର ରଥ ସରିଲେ ଏବଂ ଗୋଟେ ଟିମ୍ ଯାଇକି ସେଠି ସାକ୍ଷାତ କରିବ କିନ୍ତୁ ସେଇଟା ଯଦି ପ୍ରକୃତରେ ହୁଏ ପ୍ରଧାନମନ୍ତ୍ରୀଙ୍କର ଦପ୍ତରରୁ ଏବଂ ପ୍ରେସିଡେଣ୍ଟଙ୍କ ଦପ୍ତରରୁ ଯଦି ଚିଠି ଯାଏ ପ୍ରେସିଡେଣ୍ଟ ହେଡକୁ ତାହେଲେ ନିଶ୍ଚିତ ଭାବରେ ମୁଁ ଭାବୁଛି ଏହାର କିଛି ପରିବର୍ତ୍ତନ ହବ ଏବଂ ସେମାନେ ରଥଯାତ୍ରା ବନ୍ଦ କରିବେ ନଚେତ ଇଏ ଯେମିତି ଚାଲିଛି ସାରା ଭାରତ ପୃଥିବୀରେ ବର୍ତ୍ତମାନ 95 ଦେଶରେ ଚାଲିଲାଣି ପୁଣି ଆହୁରି ଆଗକୁ ବହୁ ଜାଗାରେ ଚାଲିବ ଏମିତି ଅଦିନିଆ ରଥଯାତ୍ରା କୋଟି କୋଟି ଓଡିଆଙ୍କ ମନ ଆଘାତ ଲାଗୁଛି ନାଇଁ ନୁହଁ ଏଗୁଡାକ ଶୁଣନ୍ତୁ ଆମେ ଯେତେବେଳେ ଆମ ଯାତ୍ରା ଉପରେ ଆମ ଧର୍ମ ଉପରେ ଯେତେବେଳେ ତାଙ୍କର ଗୋଟେ ମାନେ ମାନୁନାହାନ୍ତି ମନ ଇଚ୍ଛା କରୁଛନ୍ତି ସମସ୍ତ ନିର୍ଦ୍ଦେଶ ସମସ୍ତଙ୍କ ତଥ୍ୟ ପ୍ରମାଣ ଦେଇ ସାରିଲା ପରେ ବି ସେମାନେ ଶୁଣୁନାହାନ୍ତି ତେଣୁକରି ଏଇଟା ଅତି ଦୁଃଖର ବିଷୟ କାହିଁକି ନା ଆମେ ତ ତାଙ୍କର ସମସ୍ତ ଯାତ୍ରାକୁ ତାଙ୍କର ତ ସମସ୍ତ କାର୍ଯ୍ୟକୁ ଆମେ ତାଙ୍କର ଯୋଉଦିନ ପାଳନ ହଉଛି ସେଦିନ ଆମେ ସମସ୍ତେ ପାଳୁଛୁ କିନ୍ତୁ ଆମ କାର୍ଯ୍ୟକ୍ରମରେ ସେମାନେ ବ୍ୟତିକ୍ରମ କାହିଁକି ତାପରେ ସମସ୍ତ ତଥ୍ୟ ପ୍ରମାଣିତ ଦେଇ ସାରିଲା ପରେ ବି ସେମାନେ ଏସବୁ ଜିନିଷ କରୁଛନ୍ତି ତେଣୁ ଆମେ ଆଶା କରୁଛୁ ଯଦି ୟାର ଏସବୁ ଜିନିଷ ଯଦି କିଛି ନ ହୁଏ ତାହେଲେ ଆମେ ଇସ୍କନକୁ ପୁଲିସରେ ପୁରେଇ ଦେବୁ ଅଦିନିଆ ରଥଯାତ୍ରା ଯେଉଁ ବାହାର ଜାଗାରେ ସବୁ କରୁଛନ୍ତି ଯାହା ଆମର ଭାରତ ବର୍ଷରେ ଗୋଟେ ଦିନରେ କରିବେ ବୋଲି ପ୍ରାୟ ସମସ୍ତେ ରାଜି ହେଇଛନ୍ତି କିନ୍ତୁ ଭାରତ ବାହାରେ ଯେଉଁ ସେମାନେ କରୁଛନ୍ତି ରଥଯାତ୍ରା ଠିକ୍ ସମୟରେ କରୁନାହାନ୍ତି ସେଥିପାଇଁ ବିଶେଷ କରି ମ୍ୟାନେଜିଂ କମିଟିର ଗୋଟେ ଟିମ୍ ତିଆରି ଯିବ ଯେଉଁଟାକି ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ସେ ନରେନ୍ଦ୍ର ମୋଦିଜୀକି ଏବଂ ଆମର ମହିମମ ରାଷ୍ଟ୍ରପତି ଆମେ ଯାହା ରଥଯାତ୍ରା ପୂର୍ବରୁ ତ ହେଇପାରିବନି କିନ୍ତୁ ରଥଯାତ୍ରା ପରେ ଆମେ କରିବା ପାଇଁ ନିଷ୍ପତ୍ତି କରାଗଲା ଆଉ ରତ୍ନଭଣ୍ଡାର କାମ ମଧ୍ୟ ଯାହା ରହିଛି ସେ ରତ୍ନଭଣ୍ଡାର କାମ ମଧ୍ୟ ରଥଯାତ୍ରା ପରେ ହେବା ପାଇଁ ଆମର ସ୍ଥିର କରାଗଲା ସମସ୍ତଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ ନମସ୍କାର।